ମାଧବ ତାଙ୍କ ଗୃହରେ ପ୍ରବେଶ କରିବା ମାତ୍ରେ ଚେତନ ଏବଂ ଚିନ୍ମୟ ତାଙ୍କ ପାଖକୁ ଧାଇଁ ଆସିଲେ। ତାପରେ ସେମାନେ କହିଲେ, ଜେଜେବାପା, ଆପଣ ଶୁଣିଲେଣି? ଆମର ସାଙ୍ଗମାନେ ବିଭିନ୍ନ ପ୍ରକାର ଘରୁ ତିଆରି ବାଣ ଏବଂ ଆତସବାଜି କିଣୁଛନ୍ତି। ହେଲେ ବାପା ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆମ ପାଇଁ ବାଣ କିଣିବାକୁ ବାହାରୁ ନାହାନ୍ତି। ସବୁ ବର୍ଷ ତ ବାପା ଆମ ପାଇଁ କେବଳ ଝରଝରି ବାଣ ଆଣୁଥିଲେ। କହୁଥିଲେ ଯେ ତୁମେମାନେ ଛୋଟ ପିଲା, ଏବେ ତ ଆମେମାନେ ବଡ଼ ହୋଇଗଲୁଣି। ମୁଁ 10 ବର୍ଷର ହେଲିଣି। ଦୟାକରି ବାପାଙ୍କୁ ଟିକେ ଏ ବିଷୟରେ କୁହନ୍ତୁ। ଜେଜେବାପା, ଏକଥା ସେମାନେ ବ୍ୟଗ୍ର ହୋଇ କହିଲେ। ଅନସୂୟା, ଚେତନ ଏବଂ ଚିତ୍କାର କରି ମା ସେମାନଙ୍କୁ ବିରକ୍ତ ହୋଇ କହିଲେ, ଅପେକ୍ଷା କର ପିଲେ। ଜେଜେବାପା ଘର ଭିତରେ ପାଦ ଦେବା ଆଗରୁ ତୁମେମାନେ ଅଭିଯୋଗ କରିବା ଆରମ୍ଭ କରିଦେଲଣି। ମାଧବ ସେମାନଙ୍କୁ ସାଙ୍ଗରେ ନେଇ ଘର ଭିତରକୁ ଆସିଲେ ଏବଂ ଜେଜେମା ପଠାଇଥିବା ମିଠାଇ ସେମାନଙ୍କୁ ଦେଲେ। ଦୁହେଁ ସବୁକିଛି ଭୁଲି ମିଠାଇ ଖାଇବାରେ ମଜିଗଲେ। ମାଧବ କହିଲେ, ଅନସୂୟା, ମୁଁ ପିଲାମାନଙ୍କୁ ଏଥର ଦୀପାବଳିରେ ସାଙ୍ଗରେ ନେଇଯିବାକୁ ଆସିଛି। ମୁଁ ସେମାନଙ୍କୁ ଉତ୍ସବର ଦିନେ ପରେ ଛାଡ଼ି ଦେଇଯିବି। ମାଧବ ଏକଥା କହିବା ପରେ ଅନସୂୟା ସେମାନଙ୍କ ପାଇଁ ପ୍ରସ୍ତୁତ କରି ରଖିଥିବା ଲୁଗା ବ୍ୟାଗ୍ କାଢ଼ିଲେ। ଏହାପରେ ମାଧବ ସେ ପିଲାମାନଙ୍କୁ ସାଙ୍ଗରେ ଧରି କାରରେ ବସି ଚାଲିଗଲେ। ପିଲାମାନେ ମନ ଆନନ୍ଦରେ ଜେଜେବାପାଙ୍କ ସହିତ ଗାଡ଼ିରେ ବସିଲେ। କାର୍ ଷ୍ଟାର୍ଟ ହେବା ମାତ୍ରେ ପିଲାମାନେ ଚିତ୍କାର କଲେ, ବାଣ, ବାଣ, ବାଣ। ମାଧବ ସେମାନଙ୍କୁ ଚୁପ୍ କରାଇ କହିଲେ, ଦୟାକରି ଟିକେ ଅପେକ୍ଷା କର। ଏଠି ଭାରି ଭିଡ଼। ପ୍ରଥମେ ମୁଁ ତୁମମାନଙ୍କୁ ଗୋଟିଏ କାହାଣୀ ଶୁଣାଇବି। ଏକଥା ଶୁଣିବା କ୍ଷଣି ପିଲାମାନଙ୍କ ମନରେ ଉତ୍କଣ୍ଠା ବଢ଼ିଲା। ବହୁ ଦିନ ତଳର କଥା। ଗୋଟିଏ ଗ୍ରାମରେ ସୂର୍ଯ୍ୟ ନାମକ ପିଲାଟିଏ ଥିଲା। ସେ ତୁମମାନଙ୍କ ପରି ଦୀପାବଳି ଉତ୍ସବରେ ବାଣ ଫୁଟାଇବାକୁ ଚାହୁଁଥିଲା। ତାର ବାପାଙ୍କୁ ବିଭିନ୍ନ ପ୍ରକାର ବାଣ କିଣି ଆଣି ଦେବା ପାଇଁ ବାଧ୍ୟ କରୁଥିଲା। ତମ ବାପାଙ୍କ ପରି ସୂର୍ଯ୍ୟର ବାପା ମଧ୍ୟ ତାକୁ କହୁଥିଲେ, ବାଣ କିଣିବା ଟଙ୍କା ନଷ୍ଟ କରିବା ସହିତ ସମାନ। ବାଣ ନ କିଣି ସେମାନେ ଏହି ଅର୍ଥ ଦ୍ୱାରା ଦରିଦ୍ର ବ୍ୟକ୍ତିଙ୍କର ସହାୟତା କରିପାରିବେ। ସେ ଆହୁରି ମଧ୍ୟ ସୂର୍ଯ୍ୟକୁ କହୁଥିଲେ ଯେ ବାଣ ଫୁଟାଇବା ଅତ୍ୟନ୍ତ ବିପଦଜନକ ହୋଇଥାଏ ଏବଂ ବଡ଼ମାନଙ୍କର ତତ୍ତ୍ୱାବଧାନରେ ପିଲାମାନେ ବାଣ ଫୁଟାଇବା ଉଚିତ। ସେତେବେଳେ ହଁ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ସେ ଗ୍ରାମରେ ବହୁତ କୁଡ଼ିଆ ଘର ଥିଲା ଏବଂ ଖୁବ୍ ସହଜରେ ସେଥିରେ ନିଆଁ ଲାଗିଯାଉଥିଲା। ତାପରେ ସେମାନଙ୍କ ଜେଜେବାପା ପଚାରିଲେ, ଠିକ୍ ଅଛି, ତୁମେମାନେ ଜାଣ ଦୀପାବଳିରେ କାହିଁକି ବାଣ ଫୁଟାଯାଏ? ପିଲାମାନେ କହିଲେ, ବାଣ ଫୁଟାଇଲେ ମନ ଖୁସି ହୁଏ। ଆମେ ଯେତେବେଳେ ଆମ ଟିଭିରେ ଦେଖିଲୁ ଯେ ଆମର ଦଳ ବିଶ୍ୱକପ୍ ଜିତିଲା, ସେତେବେଳେ ମଧ୍ୟ ଲୋକେ ବାଣ ଫୁଟାଇଥିଲେ। ଆମେ ନିର୍ବାଚନ ପରେ ମଧ୍ୟ ଟିଭିରେ ଏହି ଉତ୍ସବ ପାଳନ ଅବସରରେ ବାଣ ଫୁଟାଯିବାର ଦେଖିଛୁ। ଅତଏବ ଯେତେବେଳେ ଲୋକେ ଆନନ୍ଦିତ ହୁଅନ୍ତି, ସେମାନେ ଉଲ୍ଲସିତ ହୋଇ ବାଣ ଫୁଟାନ୍ତି। ଠିକ୍ କହିଲି ନା? କାହିଁକି ଆମ ବାପା ଏପର୍ଯ୍ୟନ୍ତ ଆମକୁ ବାଣ କିଣି ଦେଉନାହାନ୍ତି? ଚେତନ ସମ୍ଭାଳି ନ ପାରି ତା ଜେଜେବାପାଙ୍କୁ ଏହା ପଚାରିଲା। ମୁଁ ତ ଏବେ ସେ ବିଷୟରେ ହିଁ କହୁଛି। ସୂର୍ଯ୍ୟ ଏବଂ ତାର ସାଙ୍ଗମାନେ ବାସୁର ଘରେ ବାଣ ତିଆରି କରୁଥିଲେ। ସେମାନେ ଲୁଚେଇ ଲୁଚେଇ ବାଣ ତିଆରି କରୁଥିଲେ। ସେମାନେ କୋଇଲା ଗୁଣ୍ଡ, ସଲଫର ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟକୁ ଏକାଠି ମିଶାଇ ଗୁଡ଼ାଇ ବାଣ ତିଆରି କରୁଥିଲେ। ସେମାନଙ୍କୁ ବାଣ ଗୁଡ଼ାଇବା ପାଇଁ ଅଧିକ କାଗଜ ଦରକାର ଥିଲା। ତେଣୁ ସେମାନେ ବାଣ ତିଆରି ଜିନିଷ ସବୁ ଲୁଚାଇ ରଖିଦେଲେ ଏବଂ ପରଦିନ ସେ ସବୁ ଗୁଡ଼ାଇ କାମ ଶେଷ କରିବାକୁ ମନସ୍ଥ କଲେ। ସେହିଦିନ ରାତିରେ ସୂର୍ଯ୍ୟର ପଡ଼ୋଶୀ ସହରରୁ କିଣି ଆଣିଥିବା ବାଣ ଫୁଟାଉଥିଲେ। ସେମାନେ ଯେତେବେଳେ ରକେଟ୍ ବାଣ ଛାଡ଼ିଲେ, ତାହା ଆକାଶକୁ ଉଡ଼ିଗଲା ଏବଂ ତାପରେ
ବାସୁର ଘର ଉପରେ ଖସି ପଡ଼ିଲା। ଏହା ଚାଳ ଘର ଥିଲା, ତେଣୁ ଖୁବ୍ ସହଜରେ ନିଆଁ ଲାଗିଗଲା। ଘର ଭିତରେ ଥିବା ରାସାୟନିକ ଦ୍ରବ୍ୟ ଖୁବ୍ ଶୀଘ୍ର ନିଆଁ ଧରିଦେଲା। ସେ ଘର ଭିତରେ ଥିବା 70 ବର୍ଷ ବୟସ୍କ ଅନ୍ଧ ବୃଦ୍ଧ ବାସୁର ଜେଜେବାପା ସୁରକ୍ଷିତ ଭାବରେ ଘରୁ ବାହାରି ପାରିଲେ ନାହିଁ। ସୂର୍ଯ୍ୟ ସେହି ଘଟଣା ଘଟିବା ପରଠାରୁ ବାଣ ଫୁଟାଇବା କଥା ଶୁଣିଲେ ଆତଙ୍କିତ ହୋଇପଡ଼େ। ସେମାନଙ୍କର ବୋକାମି ଯୋଗୁଁ ବାସୁର ଜେଜେବାପା ମୃତ୍ୟୁବରଣ କଲେ। ଏଥିପାଇଁ ସେମାନେ ଭାରି ମନ ଦୁଃଖ କରନ୍ତି। ବାସୁ ମଧ୍ୟ ସେହିଦିନଠାରୁ ସୂର୍ଯ୍ୟ ପରି ବାଣ ଫୁଟାଇବା ଛାଡ଼ିଦେଲେ। ସେମାନେ କ'ଣ କରିଥିଲେ କେବଳ ସେମାନେ ହିଁ ଜାଣିଥିଲେ। ବଡ଼ ଲୋକମାନଙ୍କଠାରୁ କିଛି ଜିନିଷ ଗୋପନ ରଖିବା କେତେ ଯେ ଭୟଙ୍କର ହୋଇପାରେ ତାହା ସେମାନେ ହୃଦୟଙ୍ଗମ କଲେ। ସେହିଦିନଠାରୁ ସେମାନେ ସମସ୍ତ ଦୁଷ୍ଟାମି କରିବା ବନ୍ଦ କରିଦେଲେ। ଏହି ଘଟଣା ଘଟିବାର କିଛି ଦିନ ପରେ ବାସୁ ନିଜ ଭିତରେ ଏ କଥା ଆଉ ଲୁଚାଇ ରଖିପାରିଲା ନାହିଁ। ସେ ଦିନେ ସବୁ କଥା ତା ବାପାଙ୍କୁ କହିଲା। ସେ ସବୁ କଥା ବର୍ଣ୍ଣନା କରି ଖାଲି ଭୋ ଭୋ ହୋଇ କାନ୍ଦିଲା। ସେହିଦିନଠାରୁ ସେମାନେ କେବେ ବି ଦୀପାବଳିରେ ବାଣ ଫୁଟାନ୍ତି ନାହିଁ। ମୁଁ ନିଶ୍ଚିତ ଯେ ତୁମେମାନେ ବୁଦ୍ଧିଆ ପିଲା ଜାଣିପାରୁଥିବ ଯେ ସେହି ବାସୁ ହେଉଛନ୍ତି ତୁମର ବାପା ବାସୁଦେବ ରାଓ। ମୋର ଆଶା ତୁମେମାନେ ବାଣ କେତେ ଯେ ବିପଦଜନକ ହୋଇପାରେ ସେ କଥା ଅନୁଭବ କରିସାରିଥିବ। ସେମାନେ କଥାବାର୍ତ୍ତା ହେବା ସମୟରେ ଗାଡ଼ି ଏକ ଖୋଲା ନାଳ ପାଖରେ ପହଞ୍ଚିଲା। ମାଧବ କାର୍ ଡ୍ରାଇଭର ଗୋପୀଙ୍କୁ କହିଲେ ସେ ଗାଡ଼ିରୁ ଓହ୍ଲାଇ ଯାଉ ଏବଂ ପିଲାମାନଙ୍କୁ ଓହ୍ଲାଇବାରେ ସାହାଯ୍ୟ କରୁ। ସେମାନଙ୍କ ନିକଟରେ ଥିବା ଏକ ଗଛ ମୂଳକୁ ନେଇଗଲେ ଏବଂ ପାଟି କରି ଡାକିଲେ, ନରସିମା, ନାରାୟଣୀ, ବାହାରକୁ ଆସ। ସମସ୍ତେ ଏଠାକୁ ଆସୁଛୁ ଆଜ୍ଞା। 60 ବର୍ଷର ନରସିମା ଏକଥା କହିଲେ। ସାଆରେ 30 ଜଣ ପିଲାଙ୍କୁ ଧରି ଆସିଲେ। ସେମାନେ ସମସ୍ତେ ପ୍ରାୟ ଚେତନ ଏବଂ ଚିନ୍ମୟ ବୟସରେ ଥିଲେ। ଦୁହେଁ ସେମାନଙ୍କୁ ନିରେଖି ଦେଖୁଥାନ୍ତି। ସବୁ ପିଲାମାନେ ଛିଣ୍ଡା ପୋଷାକ ପିନ୍ଧିଥିଲେ। କେହି ଜଣେ ହେଲେ ବି ଭଲ ପୋଷାକ ପିନ୍ଧି ନଥିଲେ। ସତ କହିବାକୁ ଗଲେ କାହାର ଶରୀର ସମ୍ପୂର୍ଣ୍ଣ ଢାଙ୍କି ହୋଇନଥିଲା। କୁନି କୁନି ଝିଅମାନେ ଛିଣ୍ଡାକନା ପିନ୍ଧିବା ପରି ମନେ ହେଉଥିଲା। ନୁଖୁରା ଅଲରା କେଶ ଓ ଏପରି ଦୟନୀୟ ଚେହେରା ଦେଖି ଚେତନ ଏବଂ ଚିନ୍ମୟ ନିଜର ପୋଷାକକୁ ଚାହିଁଲେ ଏବଂ ପରସ୍ପର ଆଡ଼କୁ ଚାହିଁଲେ। ସେମାନେ ମନେ ପକାଉଥିଲେ ଯେ ସେମାନେ କିପରି ପ୍ରତିଥର ଉତ୍ସବ ବେଳେ ନିଜର ପୋଷାକକୁ ଅନ୍ୟ ସାଙ୍ଗର ପୋଷାକ ସହିତ ତୁଳନା କରିଥାନ୍ତି। ସେମାନେ ଆହୁରି ଭଲ ପୋଷାକ କିଣିଦେବା ପାଇଁ ମାଆଙ୍କ ପାଖରେ ଅଳି କରିଥାନ୍ତି ତଥା ଅଭିମାନ ମଧ୍ୟ କରିଥାନ୍ତି। ଡ୍ରାଇଭର ଗୋପୀ ମାଧବଙ୍କ କହିବା ଅନୁସାରେ ସମସ୍ତ ବ୍ୟାଗ୍ ଓହ୍ଲାଇ ଆଣିଲା। ମାଧବ ନୂଆ ସାର୍ଟ, ପ୍ୟାଣ୍ଟ, ସ୍କର୍ଟ ଏବଂ ଫ୍ରକ୍ ସେହି ବ୍ୟାଗରୁ କାଢ଼ିଲେ ଏବଂ ସେସବୁ ପିଲାମାନଙ୍କ ଭିତରେ ବାଣ୍ଟି ଦେବା ପାଇଁ ଚିନ୍ମୟ ଓ ଚେତନଙ୍କୁ କହିଲେ। ସେ ମଧ୍ୟ ନରସିମା, ନାରାୟଣୀ ଏବଂ ଗୋପୀ ସହିତ ମିଶି ସେହି ପିଲାମାନଙ୍କୁ ନୂଆ ପୋଷାକ ପିନ୍ଧିବାରେ ସାହାଯ୍ୟ କଲେ। ସେମାନଙ୍କର ମୁଣ୍ଡ କୁଣ୍ଡାଇ ଦେଲେ। ତାପରେ ସେମାନଙ୍କ ସହିତ ସମସ୍ତେ ଫଟୋ ଉଠାଇଲେ। ଫେରିବା ପୂର୍ବରୁ ପିଲାମାନଙ୍କ ଭିତରେ ସେ ମିଠାଇ ବାଣ୍ଟିଲେ। ପୂର୍ବରୁ ନିରାଶ ଦିଶୁଥିବା ପିଲାଙ୍କ ମୁହଁରେ ହଠାତ୍ ଆନନ୍ଦର ରେଖା ଝଲସି ଉଠିଲା। ମାଧବ, ଚେତନ
ଏବଂ ଚିନ୍ମୟକୁ ଦେଖାଇ ଦେଇ କହିଲେ, ଦେଖ ପିଲାମାନେ କେତେ ଯେ ଖୁସି ହେଉଛନ୍ତି। ସେମାନେ ହେଉଛନ୍ତି ଏପରି ଘଡ଼ି ବାଣ ଯାହାକୁ ଜଳାଇବା ପାଇଁ ନିଆଁର କୌଣସି ଦରକାର ହୁଏ ନାହିଁ, କିନ୍ତୁ ସେମାନଙ୍କର ଆଲୋକ ବାଣର ସୁନେଲି ଓ ରୂପେଲି ଆଲୋକ ବର୍ଷାଠାରୁ ମଧ୍ୟ ଅଧିକ ଉଜ୍ଜ୍ୱଳ। ତୁମେମାନେ ଏ ଆତସବାଜି ଦେଖିପାରୁଛ ତ? କେମିତି ଲାଗୁଛି? ଏକଥା ଶୁଣି ସେ ଦୁହେଁ ଜେଜେବାପାଙ୍କ ହାତ ଧରି ପକାଇଲେ ଏବଂ ଆନନ୍ଦରେ କହିଲେ, ଆମକୁ ବହୁତ ଭଲ ଲାଗୁଛି। ଆମେ ଆଜିଠାରୁ ଆଉ କେବେ ବି ଦୀପାବଳି ଉତ୍ସବରେ ନୂଆ ପୋଷାକ କିମ୍ବା ବାଣ କିଣିଦେବା ପାଇଁ ବାପା ମାଆଙ୍କ ପାଖରେ ଜିଦ୍ କରିବୁ ନାହିଁ। ଆମେ ସବୁ ଟଙ୍କା ସଞ୍ଚୟ କରି କେବଳ ଏହି ସତ ସତିକା ଆତସବାଜିର ଆଲୋକ ଦେଖିବୁ। ଆଶା କରୁଥିବି ଗପ ଆପଣଙ୍କୁ ଭଲ ଲାଗିଥିବ। ଧନ୍ୟବାଦ।